ନା ସେ ବାବଦକୁ ତ ଆମେ ତ ବହୁତ ଦୁଃଖିତ ଯେ ଲକ୍ଷ୍ମୀ ବସ୍ ଖଇରା ବ୍ଲକର ବରଦାରୁ ଗରଡ଼ିରୁ କନ୍ଦଡ଼ା ହେଇକି ବ୍ଲକ ଯିବା କଥା, ବ୍ଲକ ହେଡ଼କ୍ୱାର୍ଟରରୁ ବାଲେଶ୍ୱର ଯିବା କଥା, କିନ୍ତୁ ବରଦା ବର୍ତ୍ତମାନ ଆସିପାରୁନାହିଁ। ଯେ ଏଇଥିପାଇଁ ଯେ ଅନ୍ତରାରୁ ଯେଉଁ ବରଦା ଆର୍ଡି ରୁଟ୍ଟି ଅଛି ବହୁ ଜାଗାରେ ତା'ର ଅବରୋଧ କରାହେଇଛି, ଲୋକମାନେ ତାକୁ ଅବରୋଧ କରିଛନ୍ତି ଏବଂ ରାସ୍ତା ଯେତେବେଳେ ଆର୍ଡି ରୁଟ୍ ତିଆରି କରାଗଲା ତାକୁ ଠିକ୍ସେ ଡିମାର୍କେସନ୍ କରାଯାଇ ରାସ୍ତା ବାହାର କରାନଯାଇ ରାସ୍ତା କରିଦିଆହେଇଛି, ଯେଉଁଠି ରାସ୍ତା ସଙ୍କୁଚିତ ଅଛି, ବସ୍ଟି ଆସିପାରୁନାହିଁ। ଆମେ ସେଥିପାଇଁ ସୁବିଧାରୁ ବଞ୍ଚିତ ହେଉଛୁ। ଲୋକମାନେ ବି ଯେତେବେଳେ ଯାହାର ଆବଶ୍ୟକ ସେ ବ୍ଲକକୁ ବା ହେଡ଼କ୍ୱାର୍ଟରକୁ ଯାଇପାରୁନାହାନ୍ତି। ତେଣୁ ଯେଉଁ ରାସ୍ତା ଯେଉଁ ଅବରୋଧ କରିଛନ୍ତି ଅନ୍ତରାରୁ ବରଦା, ତେଣୁ ଏ ବାବଦକୁ ଆମେ ଅବଗତ ଅଛୁ ଏବଂ ଏ ବାବଦକୁ ଆମେ ଦୁଃଖିତ ହେଉଛୁ। ଏ ବାବଦକୁ ଆମେ ତହସିଲଦାର ଏବଂ କଲେକ୍ଟରକୁ ବହୁତ ଶୀଘ୍ର ଏବଂ ବରଦା ପଞ୍ଚାୟତ ତରଫରୁ ମୋ ତରଫରୁ ସରପଞ୍ଚ ହିସାବରେ ଆମେ ଚିଠି କରିବୁ ତା'ର ଜାଗା ଯେଉଁମାନେ ଅବରୋଧ କରିଛନ୍ତି ରାସ୍ତାକୁ ତାକୁ ଭେକେଣ୍ଟ କରିବା ପାଇଁ। ଏବଂ ମିଡ଼ିଆ ଭାଇ ମଧ୍ୟରେ ମୁଁ କହିବାକୁ ଚାହେଁ ଯେ ଆପଣମାନେ ମଧ୍ୟ ଚେଷ୍ଟା କରନ୍ତୁ ଯେ ଲକ୍ଷ୍ମୀ ବସ୍ଟି କେମିତି ସବୁ ଜାଗାକୁ ଆସିପାରୁ, କେବଳ ବରଦା ନୁହେଁ ସବୁ ଗାଁକୁ ଯାଇପାରୁ। ଯେ ରାସ୍ତା ଅଛି କିନ୍ତୁ ଲୋକ ଯେଉଁ ଅବରୋଧ କରିଛନ୍ତି ତାକୁ କେମିତି ଉଚ୍ଛେଦ ହେଇକି ଲୋକ, ଯେ କେବଳ ଲକ୍ଷ୍ମୀ ବସ୍ ସେ କଥା ନୁହେଁ, ଫାୟାର ଗାଡ଼ି ମଧ୍ୟ ଠିକ୍ସେ ଜଲ୍ଦି ଆସିକି ପହଞ୍ଚି ପାରୁନି ଗାଁ ମାନଙ୍କରେ। ତେଣୁ ସରକାରକୁ ଆପଣ ମାଧ୍ୟମରେ ଅନୁରୋଧ କରୁଛି ଯେ ଯେଉଁ ଜାଗାରେ ଲୋକମାନେ ସବୁ ଅବରୋଧ କରୁଛନ୍ତି ରାସ୍ତାକୁ ତ ଶୀଘ୍ର ଭ୍ୟାକେଟ୍ କରିକି ଯାହା ସୁବିଧାର ବ୍ୟବସ୍ଥା କରନ୍ତୁ। ଲକ୍ଷ୍ମୀ ବସ୍ ଆସିଲେ ଆମ ପଞ୍ଚାୟତକୁ ଭଲ ସୁବିଧା ହେବ, ଲୋକମାନେ ଉପକାର ପାଇବେ, ଆଉ ଯିବା ଆସିବା ପାଇଁ ବି ଭଲ ସୁବିଧା ହେବ। ଆସିଲେ ଭଲ ହୁଅନ୍ତା ଆଉ ଅଭିଯୋଗ ଏଇଟା। ଯେହେତୁ ଲକ୍ଷ୍ମୀ ବସ୍ ଆସୁନାହିଁ ବରଦା ପଞ୍ଚାୟତକୁ, ଏପରି ରସୁଣା ଗ୍ରାମ ଆଉ ଆମର ନିରଞ୍ଜନ ବିନ୍ଧା, ବରଦା, ବିଷ୍ଣୁପୁର, ହରିପୁର ଏପରି ଅନ୍ୟାନ୍ୟ ଗ୍ରାମକୁ ଆସୁନାହିଁ, ଆମେ ସେଥିପାଇଁ କଲେଜ ଯିବା ପାଇଁ ବହୁତ ଅସୁବିଧା ହେଉଛି। ଯଦି ବରଦା ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍ ଆସିପାରନ୍ତେ ତାହେଲେ ଆମେ କଲେଜ ଯିବାକୁ ସୁବିଧା ହୁଅନ୍ତା। ସୁରେଶ ଚନ୍ଦ୍ର ପଣ୍ଡା, ମୁଁ ବରଦା ପଞ୍ଚାୟତ ରସୁଣାର ଜଣେ ସାଧାରଣ ନାଗରିକ। ଆମର ଦୀର୍ଘ 10 ବର୍ଷ ହେବ ଏ ରାସ୍ତା ତିଆରି ହେଇଥିଲା। 10 ବର୍ଷ ପରେ ଆଜିକା ଡେଟ୍ରେ କିଛି ରାସ୍ତାର କିଛି ପୁନରୁଦ୍ଧାର ହେଇନାହିଁ। ରାସ୍ତାର ବହୁତ ଅସୁବିଧା ଅଛି। ରାସ୍ତାରେ ବହୁତ କଲେଜ ଛୁଆ, ବହୁତ ସ୍କୁଲ ଛୁଆ ଯାଉଛନ୍ତି, ବହୁତ ଦୁର୍ଘଟଣାର ଶିକାର ହେଉଛନ୍ତି। ଏ ରାସ୍ତାର କୌଣସି ପୂର୍ବତନ ଯେଉଁ MLA ଥିଲେ ସେମାନେ କେବେ ଦୃଷ୍ଟି ପକାଇ ନାହାନ୍ତି। ତେଣୁ ମୁଁ ଅନୁରୋଧ କରୁଛି ଆମର ଏବେ ଯେଉଁ ନୂତନ MLA ଆସିଛନ୍ତି ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି, ଅନ୍ତରାରୁ ବରଦା ଭାୟା ବିଷ୍ଣୁପୁର କେମିତି ଏ ରାସ୍ତାର ପୁନରୁଦ୍ଧାର ହେବ, କେମିତି ଲକ୍ଷ୍ମୀ ବସ୍ ଅନ୍ତରାରୁ ବରଦା ଗରଡ଼ି ଆମର ଅଛି ଲକ୍ଷ୍ମୀ ବସ୍ ଖଇରାରୁ ଆସିବ ଭାୟା ବରଦା ଦେଇକି ଗରଡ଼ି ପାଇଁ ଚାଲିବା କଥା, କିନ୍ତୁ ଆମେ କୌଣସି ପ୍ରକାର ବରଦା ପଞ୍ଚାୟତର ଲୋକ ଲକ୍ଷ୍ମୀ ବସ୍ ସେବା ପାଇପାରୁନୁ। କିମ୍ବା ଆମର ଯେଉଁମାନେ ସାଧାରଣ ନାଗରିକ, ଯେଉଁମାନେ ସ୍ତ୍ରୀ ଲୋକ ଖଇରା ଯିବା କଥା, ଯେଉଁମାନେ ବ୍ଲକକୁ ଯିବା କଥା, ସେମାନେ କୌଣସି ପ୍ରକାର ସେବା ପାଇପାରୁନାହାନ୍ତି। ଯେହେତୁ ଲକ୍ଷ୍ମୀ ବସ୍ଟି ଆସି ଉଷମ ପାଖ ରହୁଛି, ରାସ୍ତାର ଅସୁବିଧା କାରଣରୁ ବରଦା ପର୍ଯ୍ୟନ୍ତ ଆସିପାରୁନାହିଁ। ଉଷମ ପାଖରୁ ରାସ୍ତାର ପୁରା ସଙ୍କୁଚିକରଣ ହେଇଯାଇଛି, ରାସ୍ତା ରିପାରିଂ କିଛି ନାହିଁ, ରାସ୍ତା ପୁରା ଖରାପ ଅଛି। ତେଣୁ ଆମର ବରଦା ଗ୍ରାମ ପଞ୍ଚାୟତର ସାଧାରଣ ନାଗରିକମାନେ ଏହାର କିଛି ସୁବିଧା ଉପଲବ୍ଧି ପାଉନାହାନ୍ତି। ତେଣୁ ମୁଁ ସାଧାରଣ ନାଗରିକ ହିସାବରେ ଏତିକି ଅନୁରୋଧ କରୁଛି ସରକାରଙ୍କୁ ଏବଂ ସ୍ଥାନୀୟ MLA ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା ମହୋଦୟଙ୍କୁ ଯଥାଶୀଘ୍ର ଏହାର କିଛି କାର୍ଯ୍ୟାନୁଷ୍ଠାନ କରନ୍ତୁ ଏବଂ ଆମେ ବରଦା ପଞ୍ଚାୟତର ଗ୍ରାମବାସୀମାନେ ଏବଂ ବରଦା ପଞ୍ଚାୟତର ପ୍ରତ୍ୟେକ ଗ୍ରାମମାନେ, ସାଧାରଣ ଜନତା, ସାଧାରଣ ସ୍ତ୍ରୀ ଲୋକମାନେ ଯେଉଁମାନେ ଖଇରା ବ୍ଲକକୁ ଯିବା ପାଇଁ ଅସୁବିଧାରେ ପଡ଼ୁଛନ୍ତି ସମସ୍ତେ କେମିତି ଉପକୃତ ହେବେ ସେ ବିଷୟରେ ଟିକେ ଧ୍ୟାନ ଦିଅନ୍ତୁ। ଆମ ବରଦା ପଞ୍ଚାୟତକୁ ଲକ୍ଷ୍ମୀ ବସ୍ ନ ଆସିବାର କାରଣ ଉତ୍ସଙ୍ଗ ଠାରୁ ସେ ରାସ୍ତାର ସମ୍ପ୍ରସାରଣ ନ ହେଲା ପର୍ଯ୍ୟନ୍ତ ସେ ଲକ୍ଷ୍ମୀ ବସ୍ର ଯେଉଁ କଣ୍ଡକ୍ଟର ତାଙ୍କର ଡ୍ରାଇଭରଙ୍କୁ ପଚାରୁଥିଲି, ମୁଁ କହିଲି ଭାଇ କାହିଁକି ଯାଉନାହାନ୍ତି ବରଦା? ସେ କହିଲେ ଭାଇ ତ ଆପଣଙ୍କର ଏପଟେ ରାସ୍ତାର କମ୍ୟୁନିକେସନ୍ ଠିକ୍ ନାହିଁ, ଆମେ ଯିମୁ କେମିତି? ଆପଣ ଯଦି ପାରୁଛନ୍ତି ଆସିକି ଉତ୍ସଙ୍ଗ କତୁରୁ ଆସିକି ଆମ ଗାଡ଼ିରେ ବସିକି ଯାଆନ୍ତୁ। ଆମର ଏପଟେ ରହିଲା ରସୁଣା ଆଉ ଯେଉଁ ଶାସନ ଆଉ ଗରଡ଼ି, ବିଷ୍ଣୁପୁର ଏ ଲୋକମାନେ ଯିବା ଆସିବା କରିବା ପାଇଁ ହଇରାଣ ହେଉଛନ୍ତି। ଆମର ଅନୁରୋଧ ପ୍ରଶାସନ ଏ ବାବଦରେ ଟିକେ ସତର୍କ ହେଇକି ଆମ ପଞ୍ଚାୟତକୁ ଗାଡ଼ିଟା ପଠାଇଲେ ପ୍ରକାର ଲୋକମାନେ ଉପକୃତ ହେବେ ଆଉ।